दर्शक बंधु मते सेतेबेले 12 वर्ष पाखापाखि हेइथिबो। दिने राति 10टा पाखापाखि हेबो मो आम घर बारी थिबा टॉयलेट को जाइथाए। मो माँ बाहर ठिया हेई थांती। शौच काम सरिबा बेले मु हठात जणे महिला टिके दूर रे थिबा पड़ोसी घर बांफिरु तेंडा द्वारा पानी काढ़ी तळे ढाळुथिबार देखिली। जेपरिकी से धळा शाढ़ी पिंधिथिबा ग्रामीण महिला जनक खेतर फसल को पानी मोड़ाउथिले। तेंडा हेउछि ସେହି ସମୟରେ ଜମିବା କ୍ଷେତକୁ ପାଣି ମଡ଼ାଉଥିବାର ଏକ ବ୍ୟବସ୍ଥା। ସେହି ଝରକା ପଟ ମୁଁ ମାଆଙ୍କୁ ଡାକି ପଚାରିଲି ସେ କିଏ, କ'ଣ କରୁଛି ବୋଲି। ମା ମୋତେ ବାଆଁରେଇ ଦେଲେ, ନାଇଁ ସେ କିଛି ନୁହେଁ, ତୁ ଶୌଚ ସାରି ପଳେଇଆ। ଘର ଭିତରକୁ ଆସିଲା ପରେ ମା ଯେଉଁ ଦୃଶ୍ୟ ବର୍ଣ୍ଣନା କଲେ ତାହା ମୁଁ ଦେଖିଥିବା ଦୃଶ୍ୟ ସହ ସମାନ ଥିଲା। କିନ୍ତୁ ସକାଳେ ନା ସେଠାରେ ତେଣ୍ଡା ଥିଲା ନା କାହା ଦ୍ୱାରା ପାଣି ତଳେ ଢଳା ହେଇଥିବାର କୌଣସି ଚିହ୍ନ ବର୍ଣ୍ଣ ଥିଲା। ପୂର୍ବବତ୍ ଅଳ୍ପ ଜଳ ଭର୍ତ୍ତି ବାମ୍ଫିଟି କେବଳ ଥିଲା। ବିଜ୍ଞାନ କହିବା ଭଳି ତାହା ନା ଆମ ଦୁହିଁଙ୍କ ପାଇଁ ପୂର୍ବାନୁମାନ ଥିଲା, ନା ଆମ ପାଇଁ କୌଣସି ଭୟଭୀତ ସ୍ଥାନ ଥିଲା, ନା ସେ ବିଷୟରେ ଆମେ ପୂର୍ବରୁ କଥାବାର୍ତ୍ତା ହେଇଥିଲୁ, ନା ସେହି ସମୟରେ କଥାବାର୍ତ୍ତା ହେଉଥିଲୁ। ସେମିତି ନୁହେଁ। ତଥାପି ବିଜ୍ଞାନ ଭିତ୍ତିରେ ବିଚାର କଲେ ବିଜ୍ଞାନ ଓ ମନୋବିଜ୍ଞାନ ଏହାର ପ୍ରାକୃତିକ ସମ୍ଭାବ୍ୟ କାରଣଗୁଡ଼ିକ ଦର୍ଶାଏ। ହୁଏତ ଏହା ରିଫ୍ଲେକ୍ସନ ଅଫ୍ ଲାଇଟ୍ ଅନ୍ ୱାଟର ମାନେ ଆଲୋକ ପାଣିର ପ୍ରତିଫଳନ ହେଇପାରେ। ରାତିରେ ବିଶେଷ କରି କୂଅ ପାଖରେ କିମ୍ବା ବାମ୍ଫି ଉପରେ ଚନ୍ଦ୍ର କିମ୍ବା ଅନ୍ୟ କୌଣସି ଆଲୋକର ପ୍ରତିଫଳନ ଯଥା ନିକଟସ୍ଥ ଘରର ଆଲୋକ ପାଣି ଉପରେ ପଡ଼ିଥାଇପାରେ। ହୁଏତ କୂଅ ପାଖରେ ଥିବା ଗଛ, କାନ୍ଥ କିମ୍ବା ଅନ୍ୟ କୌଣସି ବସ୍ତୁର ଛାୟା ଏବଂ ପାଣିରେ ପଡ଼ୁଥିବା ଆଲୋକର ପ୍ରତିଫଳନ ଏପରି ଏକ ସ୍ପଷ୍ଟ ଆକୃତି ସୃଷ୍ଟି କରିଥାଇପାରେ ଯାହା ମହିଳା ଜଣକ ପାଣି କାଢ଼ି କ୍ଷେତକୁ ଦେଉଥିବା ଭଳି ଦେଖାଯାଏ। ଦୁଇ ଜଣ ଦୁଇଟି ଭିନ୍ନ ସ୍ଥାନରେ ଥାଇ ମଧ୍ୟ ସମାନ ଦୃଶ୍ୟ ଦେଖିବା ହୁଏତ ଆଲୋକ ଓ ଛାୟାର ଏକ ସ୍ଥାୟୀ ସଂରଚନା ହୋଇପାରେ, ଯାହା ଦୁଇଟି ଭିନ୍ନ ସ୍ଥାନରୁ ମଧ୍ୟ ସମାନ ମଣିଷ ଭଳି ଛାୟା ସୃଷ୍ଟି କରିପାରିଥାଏ। ପୁଣି ଯଦି ସେହି ରାତିରେ ସେହି ବାମ୍ଫିରୁ କିଛି ବାମ୍ଫ ଉଠୁଥାଏ ବା କିଛି ପରିମାଣରେ କୁହୁଡ଼ି ପଡ଼ିଥାଏ, ତେବେ କୌଣସି ଏକ କ୍ଷୀଣ ଆଲୋକ ସେହି ବାମ୍ଫ ବା କୁହୁଡ଼ି ଉପରେ ଖେଳେଇ ହେଇ ସ୍ପଷ୍ଟ ହେଲୁସିନେସନ୍ ଭଳି ଆକୃତି ସୃଷ୍ଟି କରିଥାଇପାରେ, ଯାହାକୁ ମଣିଷ ମସ୍ତିଷ୍କ ତୁରନ୍ତ ଏକ ମହିଳା ରୂପରେ ବିଚାର କରିଥିବ। ଅଲୌକିକ କ୍ଷେତ୍ରରେ ଏହାକୁ ଏକ ପ୍ରେତାତ୍ମା ବା ଭୌତିକ ଦୃଶ୍ୟ ଭାବରେ ବିବେଚନା କରାଯାଏ। ଲୋକକଥା ଅନୁଯାୟୀ କିଛି ଆତ୍ମା ସେମାନଙ୍କର ପୁରୁଣା ଦୈନନ୍ଦିନ କାର୍ଯ୍ୟକୁ ବାରମ୍ବାର କରିଥାନ୍ତି। କୂଅ କିମ୍ବା ଜଳାଶୟ ପାଖରେ ମହିଳାଙ୍କ ଛାୟା ଦେଖିବା ଭାରତୀୟ ଲୋକକଥାରେ ଅନେକ ସ୍ଥାନରେ ଶୁଣିବାକୁ ମିଳେ। କିନ୍ତୁ ଆମକୁ ଏହି ଦୃଶ୍ୟ ଯେହେତୁ ସେହି ଗୋଟିଏ ଥର ଦେଖାଯାଇଥିଲା, ପୁନର୍ବାର କେବେ ଦେଖାଯାଇ ନାହିଁ, ତେଣୁ ଏହା ବୈଜ୍ଞାନିକ ବ୍ୟାଖ୍ୟାକୁ ଅଧିକ ଦୃଢ଼ କରୁଛି। କାରଣ ଯେତେବେଳେ ଏକ ବିଚିତ୍ର ଦୃଶ୍ୟ ବାରମ୍ବାର ନୁହେଁ କେବଳ ଥରେ ଘଟେ, ସେତେବେଳେ ଅଲୌକିକତା ଅପେକ୍ଷା ପ୍ରାକୃତିକ ପରିବେଶର ସଂଯୋଗ ବା କୋଇନ୍ସିଡେନ୍ସ ଅଫ୍ ନ୍ୟାଚୁରାଲ ଫ୍ୟାକ୍ଟର୍ସ କାରଣ ହେବାର ସମ୍ଭାବନା ଅଧିକ ଥାଏ। ଏହାକୁ ଏକ ପରଫେକ୍ଟ ଷ୍ଟର୍ମ ଭ୍ରମ ଭାବରେ ବୁଝାଯାଇପାରେ, ଯେଉଁଠାରେ ଆଲୋଚନା କରାଯାଇଥିବା ସମସ୍ତ କାରଣ ଗୋଟିଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଏକାଠି ହୋଇଥିଲେ। ଯେମିତିକି ସ୍ପେସିଫିକ୍ ପୋଜିସନ୍ ଅଫ୍ ଲାଇଟ୍ ଅର୍ଥାତ୍ ଚନ୍ଦ୍ର ଆଲୋକର ବା ଅନ୍ୟ କୌଣସି ଆଲୋକର ନିର୍ଦ୍ଦିଷ୍ଟ ସ୍ଥିତି, ୟୁନିକ୍ ଏନଭାୟରମେଣ୍ଟାଲ କଣ୍ଡିସନ୍ ଅର୍ଥାତ୍ ପରିବେଶର ସ୍ୱତନ୍ତ୍ର ଅବସ୍ଥା ଏବଂ ଦି କୋଇନ୍ସିଡେନ୍ସ ଅଫ୍ ଟୁ ଭ୍ୟୁ ପଏଣ୍ଟସ୍ ଅର୍ଥାତ୍ ଦୁଇ ଜଣଙ୍କ ଦୃଷ୍ଟିକୋଣର ସଂଯୋଗ। ଯେହେତୁ ଘଟଣାଟି ପୁନରାବୃତ୍ତି ହେଲା ନାହିଁ, ତେବେ ବୁଝିବାକୁ ହେବ ଯେ ସେହି ପ୍ରାକୃତିକ ନିର୍ଦ୍ଦିଷ୍ଟ ସଂଯୋଗ ଆଉ କେବେ ଏକାଠି ହୋଇପାରି ନାହାନ୍ତି। ଅତଏବ ଏହା ଏକ ପ୍ରାକୃତିକ ଭ୍ରମ। ଆଚ୍ଛା, ତାହେଲେ ପାଣି ଢାଳୁଥିବାର ସ୍ପଷ୍ଟ ଶବ୍ଦ ଯାହା ତେଣ୍ଡା ଦ୍ୱାରା ପାଣି ବୁହାଯାଉଥିବା ଭଳି ଶୁଣାଯାଉଥିଲା, ମାନେ ତେଣ୍ଡାର କେଁ କଟକଟ ଶବ୍ଦ ଏବଂ ପାଣି ଢଳା ହେଉଥିବାର ଶବ୍ଦ ବି କ'ଣ ଭ୍ରମ? ପୁନଶ୍ଚ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହାକୁ ବିଜ୍ଞାନ ଏହିଭଳି ଭାବେ ବୁଝାଏ ଯେ ରାତିରେ ଚତୁଃପାର୍ଶ୍ୱ ନୀରବ ଥିବାରୁ କୂଅ ବା ବାମ୍ଫି ପାଖରେ ପାଣିର ସାମାନ୍ୟ ଝରିବା, ଟୋପା ପଡ଼ିବା କିମ୍ବା ପବନରେ ପାଣିର ଢେଉ ମାରିବାର ଶବ୍ଦ ସ୍ପଷ୍ଟ ଭାବରେ ଶୁଣାଯାଇପାରେ। ହୁଏତ ସେହି ସମୟରେ ପାଖ କ୍ଷେତରୁ ଅନ୍ୟ କୌଣସି ଜଳସେଚନ କାର୍ଯ୍ୟ ଚାଲିଥିଲା କିମ୍ବା ଦୂରରେ କୌଣସି ମୋଟର ପମ୍ପ ଦ୍ୱାରା ପାଣି ଢଳା ହେଉଥିବାର ଶବ୍ଦ ଆସୁଥିଲା। ଏହି କ୍ଷେତ୍ରରେ ଦୃଶ୍ୟଗତ ଭ୍ରମ ସହିତ ଅଡିଟୋରୀ ଇଲ୍ୟୁଜନ୍ ଅର୍ଥାତ୍ ଶବ୍ଦର ଭ୍ରମ ମସ୍ତିଷ୍କରେ ଫେଣ୍ଟି ହୋଇ ତାହା ସେମିତି ଗୋଟିଏ ମହିଳା ତେଣ୍ଡା ଦ୍ୱାରା ପାଣି କାଢୁଥିବାର କାହାଣୀ ଗଢ଼ିଦେଲା। ବିଜ୍ଞାନ ଅନୁସାରେ ପ୍ରଥମେ ଆମ ମା ପୁଅଙ୍କୁ ଦୃଶ୍ୟ ପ୍ରଥମେ ପ୍ରଭାବିତ କଲା,
ତାକୁ ନେଇ ଆମ ମସ୍ତିଷ୍କ ଆଶା କଲା ଯେ ସେ ମହିଳା ଜଣକ ଏମିତି ପ୍ରକାରରେ ପାଣି ଢାଳୁଛି। ଏହି କଳ୍ପନା ସେହି ସମୟରେ ଉପଲବ୍ଧ ଥିବା ପାଣିର ସାଧାରଣ ଶବ୍ଦକୁ ତୁରନ୍ତ ପାଣି ଢାଳିବାର ଶବ୍ଦ ଭାବରେ ଭ୍ରମ ଉପୁଜେଇ ଦେଲା। କିନ୍ତୁ ଏହାର ସ୍ପଷ୍ଟୀକରଣରେ ମୋର ପୁଣି ଯୁକ୍ତି ହେଲା, ସେହି ବାମ୍ଫି ଯେହେତୁ ପଡ଼ୋଶୀ ଘରର ଥିଲା, ଆମେ ନିଶ୍ଚିତ ଯେ ସେହି ବାମ୍ଫିରେ ବାହାରୁ ପାଣି ପଡ଼ିବାର କୌଣସି ବ୍ୟବସ୍ଥା ନଥିଲା ଏବଂ ବାମ୍ଫିର ପାଣି ସ୍ଥିର ଥିଲା। ପାଖରେ କୌଣସି କ୍ଷେତ ବି ନଥିଲା କି କୌଣସି ଜଳସେଚନ କାର୍ଯ୍ୟ ହେବାର ପ୍ରଶ୍ନ ଉଠୁନଥିଲା। ସେ ସମୟରେ ଆମ ଗାଁରେ ପ୍ରାୟତଃ କେହି ମୋଟର ପମ୍ପ ବ୍ୟବହାର କରୁନଥିଲେ ଜଳସେଚନ ପାଇଁ। ସେତେବେଳେ ସେମିତି କୌଣସି ପବନ ମଧ୍ୟ ହେଉନଥିଲା ଯେ ଟିକିଏ ପାଣି ଥିବା ବାମ୍ଫିର ପାଣି ଚହଲି ଶାବ୍ଦିକ ଭ୍ରମ ସୃଷ୍ଟି ହେବ। ଶେଷରେ ବାମ୍ଫିରେ ବାସ୍ତବରେ କୌଣସି ତେଣ୍ଡା ବା ଅନ୍ୟ କୌଣସି ପ୍ରାଚୀନ ପାଣି କଢ଼ା ବ୍ୟବସ୍ଥା ନଥିଲା। ଦ୍ୱିତୀୟରେ, ହୁଏତ ମୋତେ ଯଦି ତାହା ତେଣ୍ଡାରେ ପାଣି କାଢ଼ୁଥିବା ଭଳି ମନେ ହେଲା ମୋର କଳ୍ପନାନୁଯାୟୀ, ତାହେଲେ ଏହା କାହିଁକି ସମାନ ଭାବେ ମୋ ମାଙ୍କୁ ଦୃଶ୍ୟ ହେବ ଅଲଗା ଜାଗାରୁ ବା ଅନ୍ୟ କଳ୍ପନାରୁ? ହୁଏତ ତାଙ୍କୁ ତାହା ଅନ୍ୟ ଉପାୟରେ ପାଣି କାଢ଼ି ଢାଳୁଥିବା ଭଳି ପ୍ରତୀତ ହୋଇପାରିଥାନ୍ତା। କିନ୍ତୁ ସମାନ ଦୃଶ୍ୟ ଏବଂ ସମାନ ଶବ୍ଦ ପାଇଁ ଏହା ତ ଉଭୟଙ୍କ କଳ୍ପନା ପାଇଁ ବା ମନର ଭାବନା ପାଇଁ ଜରୁରୀ ନୁହେଁ ନା? ସେ ହୁଏତ ପାଣି କଢ଼ାର ଅନ୍ୟ ଏକ ବ୍ୟବସ୍ଥା କଳ୍ପନା କରିପାରିଥାନ୍ତେ ଏବଂ ମୁଁ ପାଣି କାଢ଼ି ଢଳା ହେଉଥିବାର ଦୃଶ୍ୟ ଏବଂ ଶବ୍ଦର ଅନ୍ୟ କୌଣସି ବ୍ୟବସ୍ଥା କଳ୍ପନା କରିପାରିଥାନ୍ତି। ହଁ, ଏହି ସ୍ପଷ୍ଟୀକରଣ ପରେ ତଥାକଥିତ ବିଜ୍ଞାନ ଟିକେ ଅଟକିଯାଏ କିମ୍ବା ପୁରୁଣା କାରଣ ସବୁକୁ ଏପଟ ସେପଟ କରି ତର୍ଜମା କରେ। କିନ୍ତୁ ଆମେ ଯଦି ସୁପର ନ୍ୟାଚୁରାଲ ବିଲିଫ୍ ପର୍ସପେକ୍ଟିଭ ମାନେ ଅଲୌକିକ ବିଶ୍ୱାସ ଦୃଷ୍ଟିକୋଣରୁ ଦେଖିବା, ଏହାକୁ ଷ୍ଟୋନ୍ ଟେପ୍ ଥିଓରି ଭଳି ଧାରଣା ସହିତ ଯୋଡ଼ା ଯାଇପାରେ। କିଛି ଲୋକ ବିଶ୍ୱାସ କରନ୍ତି ଯେ ଶକ୍ତିଶାଳୀ ଘଟଣାଗୁଡ଼ିକ ସେହି ସ୍ଥାନର ପରିବେଶରେ ରେକର୍ଡ ହୋଇ ରହିଯାଏ। ଏହା ପ୍ଲେସ୍ ମେମୋରି। ଏହି ଦୃଷ୍ଟିକୋଣରୁ ଆମ ଘଟଣାକୁ ବିଚାର କଲେ ହୁଏତ ବହୁ ପୂର୍ବରୁ ସେହି ସ୍ଥାନରେ ତେଣ୍ଡା ସାହାଯ୍ୟରେ ପାଣି ଦେଉଥିବା ଜଣେ ମହିଳାଙ୍କ ସ୍ପଷ୍ଟ ସ୍ମୃତି ବା ଉର୍ଜା ସେହି ବାମ୍ଫି ପାଖରେ ରହିଯାଇଥିଲା। ଆମ ଦୁଇ ଜଣଙ୍କର ମାନସିକ ସ୍ଥିତି ବା ପରିବେଶଗତ କାରଣ ସେହି ଉର୍ଜାକୁ କିମ୍ବା ସ୍ମୃତିକୁ ଆମକୁ ଦେଖାଇବା ପାଇଁ ସକ୍ଷମ ହେଲା। ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଯଦିଓ ଏହାକୁ କଲେକ୍ଟିଭ୍ ସବକନସିୟସ୍ ଅର୍ଥାତ୍ ସାମୂହିକ ଅବଚେତନ ମନରେ ବାମ୍ଫି ପାଖରେ ଥିବା କୌଣସି ଅବଜେକ୍ଟ ଦ୍ୱାରା ତେଣ୍ଡା ଭଳି ଲିଭର ଷ୍ଟ୍ରକ୍ଚର ସୃଷ୍ଟି ହୋଇ ସେହିଭଳି ଦୃଶ୍ୟମାନ ହେବା ସମ୍ଭବ ବୋଲି କହେ, ସେଇଠି ଆଧ୍ୟାତ୍ମିକତା ବା ଲୋକବିଶ୍ୱାସ କହେ ଏହା ହେଉଛି ସେହି ସ୍ଥାନରେ ରହିଯାଇଥିବା ଏକ ପୁରୁଣା ଆତ୍ମାର ଦୃଶ୍ୟ, ଆପାରିସନ୍, ଯିଏ ନିଜର ଅଭ୍ୟାସଗତ କାର୍ଯ୍ୟକୁ ଦୋହରାଉଥିଲା। ଦର୍ଶକ ବନ୍ଧୁ, ସବୁ କଥା ପରେ ମଧ୍ୟ ଭୂତ ସମ୍ବନ୍ଧୀୟ ସତ୍ୟତା ଏକ ଅବୁଝା ରହସ୍ୟ ହୋଇ ରହିଛି ଓ ରହିଥିବ, ଏହାକୁ ନେଇ କୌଣସି ପୂର୍ଣ୍ଣ ପ୍ରାମାଣିକ ସିଦ୍ଧାନ୍ତ ନ ଆସିବା ଯାଏଁ। ଆଜି ପାଇଁ ଏତିକିରେ ଆଲୋଚନାକୁ ବିରତି ଦେଉଛି। ପୁଣି ଆଉ କିଛି ଘଟଣା ଉପରେ ଆଲୋକପାତ କରିବା ଆଉ ଏକ ଅଧ୍ୟାୟରେ। ନମସ୍କାର, ଜୟ ଜଗନ୍ନାଥ।